ସମସ୍ତେ ହେଉଛନ୍ତି ବଶିଷ୍ଠ ଏବଂ ବିଶ୍ୱର ମିତ୍ର ବିଶ୍ୱମିତ୍ର ହେଉଛନ୍ତି ବିଶ୍ୱମିତ୍ର ବିଶ୍ୱର ମିତ୍ର ହେଲେ ଏବଂ ଋଷି ହେଉଛନ୍ତି କିଏ ସେ ଦୁର୍ବାସା ଋଷି ସେ ସବୁବେଳେ ଋଷି ଯାଆନ୍ତି ଟିକେ କଥା ଟିକେ ବୁଝନ୍ତି ସେ ହେଉଛନ୍ତି ଋଷି ସେ ତାକୁ ବୁଝିବେନି ସବୁବେଳେ ଋଷି କହିବେ ସେ ହେଉଛନ୍ତି ଋଷି ସାଧୁ କିଏ ସେ ସାଧୁ କିଏ ମୟ ସାଧୁ ହେଉଛନ୍ତି ସିଏ ମୟ ପବନ ଯେମିତି ଏ ହାତରେ ତୁଳସୀ ଆତ୍ମା ସେମିତି ସାଧୁ ହେଉଛନ୍ତି ସିଏ ତାଙ୍କୁ ଯେଉଁମାନେ କଷ୍ଟ ଦେବେ ତାଙ୍କ ପାଇଁ ସେ ଯେତିକି ଆଶୀର୍ବାଦ କରିବେ ଯିଏ ସମ୍ମାନ ଦେବେ ତାଙ୍କ ପାଇଁ ସେତିକି ଆଶୀର୍ବାଦ କରିବେ ସେଥିପାଇଁ କହିଲେ ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ କାଠକୁ ସେ ଚନ୍ଦନ କରିଦେବେ ହେ ଦେବର୍ଷି ନାରଦ ତମ ହଉଛ ଭକ୍ତି ସୂତ୍ରର ଆଚାର୍ଯ୍ୟ ତମେ ଚାଲିଗଲେ ଏ ଭକ୍ତି ସୂତ୍ର ଆଉ କେହି କରିପାରିବେନି ପଞ୍ଚରାତ୍ର ନାରଦ ଶିଖେଇଥିଲ ତମକୁ ସେଥିପାଇଁ ବିବାହରୁ ମୁଁ ନିବୃତ୍ତ କରୁଛି। ଦଶଟି ସଜନ ମଣ୍ଡଳୀ ନାରଦ କହିଲେ ପ୍ରଭୁ ମୋ ଅଭିଶାପଟା ମିଥ୍ୟା କରିଦିଅ ଇଏ ଯଦି ସବୁ ମିଥ୍ୟା ତାହେଲେ ମୋ ଅଭିଶାପ କାହିଁକି ମିଥ୍ୟା ହବନି ଭଗବାନ କହିଲେ ଏଇ ଅଭିଶାପଟା ମୋତେ ଦରକାର ଅଛି ନହେଲେ କହିଲେ ରାମ ଜନ ମତେ ତୁ ଅନେକା प्रशंसा करुछंती रघुकुल मुनि दशरथ राजा कोठी जाई बसिछंती ना देवता सहित बसिछंती इंद्र तांका आसन अधा आसन दियंती क्या बसिया दशरथ मो पाखे आ गोटे चौकी पकाओ इंद्र कहते मुझे बस मो पाखे आ गोटे चौकी पकाओ से चौकी किए बसिए दशरथ बसिए कहीं ना दशरथ देवासुर संग्राम दशरथ जाती युद्ध करने देवलोक युद्धर जितेला पाखे बसी मीटिंग सरीगला विचार सरीगला जेजांग जी पलैले दशरथ महाराज जो फेरी आसी उत्तरीयटा धनुटा छाड़ी मन ना खंडवाटा आसला मन पड़ा आने मो धनु वीर पुरुषर लक्षण कौन धनु छाड़ी आसले हेनी धनुटा आने आउ थे गले गला बेलू कौन हो जेजा घर को जी पलैला सब लेबर मैंने लगी मूलिया मैंने सब लगी कौन कर राजा दशरथ जो बसते से माटी खोलुं दशरथ कहले कि एठू चौकीटा जो था घंटा था कड़ा गले ना सेपटे थुआई मूलिया मान दशरथ कहले ये कौन सबतक माटी खोला हम कहले ना सबतक माटी खोला हेनी जो दशरथ राजा बईदे से माटीटा खाली खोला हम दशरथ कहले कि कथा दशरथ जो बईदे से माटी खोला हम कहले आज्ञा आमको इंद्र कहते दशरथ जो जगार बसी से जगार 3 हाथ माटी खोलिकी बाहर को फिंगी देवा पुणी भल माटी आणिकी पकईवा इंद्रकर व्यवहार देखिकी राजा दशरथ चमकी पड़े कहले कि कथा मुझे जो जगार बही 3 हाथ माटी काढ़ी फिंगी दो पुणी भल माटी आण कहीं दशरथ ये बस कौन असुविधा ये मूलिया मैंने कौन चिन्ह ये दशरथ
ବଡ଼ ଲୋକମାନେ ମିଟିଂ କରୁଥିଲେ, ମୁଲିଆ ମାନେ ପଛେ ଆସିବେ କିନ୍ତୁ ସେ ଜାଣିନଥିଲେ ଯେ କିଏ କୋଉଠି ବଡ଼ ଲୋକମାନେ ସେଠି ବସିଛନ୍ତି ବୋଲି। ଯେଉଁ ମୁଲିଆ ମାନେ ଲାଗିଛନ୍ତି ଦଶରଥଙ୍କୁ ସେମାନେ ଚିହ୍ନିନାହାନ୍ତି ଯେ ଇଏ ରାଜା ଦଶରଥ ବୋଲି। ସିଏ ଭାବିଛନ୍ତି ଇଏ ବି ଗୋଟେ କିଏ ହେଇଥିବ ତା ଭିତରୁ ଆଉ, ଦଶରଥ ବୋଲି ଇଏ ଜାଣିନାହାନ୍ତି। କହିଲେ ଆଜ୍ଞା, ଇନ୍ଦ୍ର କହିଲେ ଦଶରଥ ହେଉଛନ୍ତି ଅପୁତ୍ରିକ, ତାଙ୍କର ପୁଅ ନାହିଁ। ଅପୁତ୍ରିକ ଜନ ଯେ ସ୍ଥାନ ବସେଇ ସେ ସ୍ଥାନ ମରୁ ବୋଲେ ଇଏ ଆମର ଯେଉଁ ଇନ୍ଦ୍ର ଲୋକରେ ଏଇ ଜାଗାଟା ମରୁ ହେଇଯାଇଛି। ଏଇଠୁ ଏତକ ମାଟି ଫିଙ୍ଗା ହେଲେ ଭଲ ମାଟି ଏଠି ଆସି ପଡ଼ିବ। ତ ସୁଧିସଜନ ମଣ୍ଡଳୀ ଚିନ୍ତା କରନ୍ତୁ, ଯାହା ଯାହା ଦଶରଥଙ୍କୁ ବଡ଼ ମନ କଷ୍ଟ ଲାଗିଲା। କହିଲେ ଏମିତି ମୁଁ ଯେତେ ଥର ଆଉଥିବି ତ ସେତେ ଥର ସେଇ ମାଟି କାଢ଼ିକି ଫୋପାଡ଼ୁଥିବ। ଆଜି ସିନା ମୋ ଧନଟା ଛାଡ଼ିଗଲି ବୋଲି ମୁଁ ଆସି ଜାଣିଲି ଯେ ମୁଁ ବସିଥିବା ଜାଗାର ମାଟି ଇଏ ଖୋଳିକିରି ଫିଙ୍ଗି ଦେଉଛି ବୋଲି, ମୋର ପୁଅ ନାହିଁ ବୋଲି ଇଏ ମୋତେ ଅପୁତ୍ରିକ ବୋଲି ଆଉ ମାଟି ମାରା ହେଇଗଲା। ଅପୁତ୍ରିକ ଜନ ମୁଖ ଚାହିଁଗଲେ କ'ଣ ହେବ? ଦେଉଳ ଦିଅ ଲୁଚେଇ କିଏ ଲେଖିଛି? ଟୀକା ଗୋବିନ୍ଦ ଚନ୍ଦ୍ରରେ ଗୋବିନ୍ଦ ଚନ୍ଦ୍ର ଲେଖିଛନ୍ତି। ତ ଯାହାର ପୁଅ ନାହିଁ କ'ଣ ସିଏ ଏଇଟା ଅପବିତ୍ର? କହିଲେ ଦଶରଥ ରାଜା ଚାରି ପୁଅ ଥିଲେ, ମଲା ବେଳେ କେହି ପାଣି ଟୋପେ ନ ଦେଲେ। ଦଶରଥ ରାଜାର ଚାରି ପୁଅ ଥିଲେ, ମଲା ବେଳେ କେହି ପାଣି ଟୋପେ ନ ଦେଲେ। ଜନକ ରାଜାର ଚାରି ପୁତଳିଲ, ରାମ ହାତୁତିଳ ପାଇଲେ। ଜଣ ହଉଛନ୍ତି ଜନକ, ପୁଅ ନାହିଁ, ଚାରିଟା ଝିଅ ତାଙ୍କ ଘରେ ନା ନାହିଁ। ସିଏ ମଲା ବେଳକୁ ରାମ ତା ହାତରେ ତୁଲା ତର୍ପଣ ପାଇଲେ, କିନ୍ତୁ ଦଶରଥ ଚାରିଟା ପୁଅ ଜନ୍ମ କରିଛି, ଗୋଟେ ପୁଅଠୁ ପାଣି ପାଇଲେ କି? କେତେଟା ପୁଅ ପାଇଛନ୍ତି? ଚାରିଟା ପୁଅ। କିଏ ଗୋଟେ ଖରାପ ବୋଲି କହିଦେବ, ଯେ ଚାରିଟା ଯାକ ଖରାପ ବୋଲି କିଏ କହିବେ ନାହିଁ। ଭଲ ପୁଅ ପାଇଛନ୍ତି କିନ୍ତୁ ମଲା ବେଳକୁ ତାଙ୍କ ହାତରୁ ପୁଅରୁ ପାଣି ପାଇଲେ ନାହିଁ। ତାହେଲେ ପୁଅର ବାପା ବଡ଼ ଭାଗ୍ୟବାନ ନା ଝିଅର ବାପା ଭାଗ୍ୟବାନ? ଝିଅର ବାପା। ଗୋଟେ ଛୋଟିଆ କାହାଣୀ ଯଥାର୍ଥ ମନେକରି ଉପସ୍ଥାପନ କରୁଛି, ଆଗକୁ ପ୍ରସଙ୍ଗ ନେବା। ଗୋଟେ ଜାଗାରେ ପ୍ରବଚନ ଚାଲିଥାଏ, ସମସ୍ତେ ଶୁଣୁଥାନ୍ତି। ତାଙ୍କ ଗାଁରେ 9 ଦିନ ରାମଚରିତ ମାନସ ଚାଲୁଛି। ତ ଆମ ଗାଁରେ ଯେତେବେଳେ ଚାଲୁଥିବା ଆମେ ଆମ ବନ୍ଧୁ ବାସକୁ ସବୁ ଡାକୁଛେ ନା ନାହିଁ? ସେମିତି ପୁଅର ବାପା ଡାକିଛି ତା ବୋହୂର ବାପାକୁ। ପୁଅର ବାପା କାହାକୁ ଡାକିଛି? ବୋହୂର ବାପାକୁ ଡାକିଛି। ଏଠି ସମୁଦି ଆସ, ଆମ ଗାଁରେ ରାମଚରିତ ମାନସ ହେଉଛି, ଶୁଣିଆ ଯିବା ସାଙ୍ଗ ହେଇକି 9 ଦିନ ଲାଗିବ, ଆସ ଆମ ଘରେ 9 ଦିନ ରହିବା, ସାଙ୍ଗ ହେଇକି ଶୁଣିବାକୁ ଯିବା। ଦି ସମୁଦି ସାଙ୍ଗ ହେଇକିରି ପ୍ରବଚନ ଶୁଣିବାକୁ ଆସନ୍ତି। ବଡ଼ ଆନନ୍ଦରେ ଆସନ୍ତି ଦି ସମୁଦି, କାନ୍ଦରେ ହାତ ପକା ପକେଇକି ଆସିଲେ। ବସି ଠିକ 9ଟା ବାଜିଗଲେ ଜଣେ ପଳେଇଲେ। ଆସିଲା ବେଳକୁ 2 ଜଣ ସାଙ୍ଗ ହେଇକି ଆସିବେ। 9ଟା ବାଜିଗଲେ ତା ଭିତରୁ ଜଣେ ପଳେଇଲେ। 11ଟା ରାତି ପର୍ଯ୍ୟନ୍ତ ପ୍ରବଚନ ହେବ। 11ଟା ରାତି ପର୍ଯ୍ୟନ୍ତ ଆଉ ଜଣେ ବସିବେ। କିଏ? ସମୁଦି ତ 2 ଜଣ। ସମୁଦି କାହାକୁ କୁହନ୍ତି? ସମାନ ବୁଦ୍ଧି ହେଲେ ସମୁଦି, ସମ ବୁଦ୍ଧି ସମୁଦି। 2 ଜଣଙ୍କର ବୁଦ୍ଧି ସମାନ ହେଲେ ସମୁଦି ହେବ ନା? ଜଣେ 9ଟାରେ ପଳଉଛି, ଜଣେ 11ଟାରେ ପଳଉଛି, ବୁଦ୍ଧି ସମାନ ହେଲା କି? ଆଉ ବୁଦ୍ଧି ତ ସମାନ ହେଲାନି, 2 ଜଣ ସମାନ ବୁଦ୍ଧି ହେଲାନି, ଏ ଗୋଟେ ତାରତମ୍ୟ ହେଇଗଲା। ତାହେଲେ ଇଏ ସମୁଦି ହେଇକିରି କେମିତି ବସୁଛନ୍ତି? 2-4 ଦିନ ଗଲା ପରେ ଯିଏ ପ୍ରବଚନ ଦଉଥିଲେ ସେ ଦେଖିଲେ ଇଏ 2 ଜଣ ସାଙ୍ଗ ହେଇକିରି ଆସୁଛନ୍ତି, ହାତ ଧରାଧରି ହେଇକି। ଜଣେ ଠିକ 9ଟା ବାଜିଲେ ଉଠିକି ପଳଉଛି, ଆଉ ଜଣେ ରହୁନି। ଆଉ ଜଣେ ସରିଲା ପର୍ଯ୍ୟନ୍ତ ରହୁଛି। ଯେଉଁ ଜଣକ ପଳଉଛି ସେ ଜଣକ ଆସିଥିବା ଲୋକକୁ ଡାକୁନି କି ଯିଏ ବସିଛି ସିଏ ତାକୁ କାହିଁ ଯାଉଛୁ ରହ ବୋଲି କହୁନି। ଆର କାରଣ କ'ଣ ବୋଲି ଜଣେ ପଚାରିଲେ। ଯିଏ ପ୍ରବଚନ ଦଉଛନ୍ତି କହିଲେ, ହେଡ଼ି ତମେ 9ଟାରେ କାହିଁକି ପଳଉଛ, ଆଉ ସିଏ ସବୁଦିନ କାହିଁକି ପଳଉଛନ୍ତି, ଏ କଥା ବୁଝିବା ପାଇଁ ଯିଏ ଶେଷରେ ଗଲେ ତାକୁ ପଚାରିଲେ, ତମେ 2 ଜଣ ତ ସାଙ୍ଗ ହେଇକିରି ଆସୁଛ, ତମେ 11ଟା ରାତି ସରିଲା ପର୍ଯ୍ୟନ୍ତ ରହୁଛ, ସେ 9ଟାରେ କାହିଁ ପଳଉଛନ୍ତି? କହିଲେ ସେ ବା ମୋ ସମୁଦି। କହିଲେ ଭାଇ ତମେ 2 ସମୁଦି? ନା ହଁ ମୋ 2 ସମୁଦି। କହିଲେ ତମେ କ'ଣ? କହିଲେ ମୁଁ ଝିଅର ବାପା। କହିଲେ ତମେ ଝିଅର ବାପା, ସିଏ ପୁଅର ବାପା ଟିକେ ଓଜନଦାର ହେବା କଥା, ସିଏ ଅଧିକ ସମୟ ରହିବା କଥା, ତମେ ଅଧିକ ସମୟ ରହୁଛ, ସିଏ କ'ଣ ଆଗୁଆ ପଳଉଛନ୍ତି? କହିଲେ ହେଠି ମୁଁ ଝିଅଟା ଦେଇକି ପୁଅଟା ପାଇଲି, ସିଏ ପୁଅଟା ଦେଇକି ଝିଅଟା ପାଇଲେ, ମୁଁ ଅଧିକ ଓଜନଦାର ବୋଲି ମୁଁ ଶେଷ ପର୍ଯ୍ୟନ୍ତ ରହୁଛି ନା, ଆଉ ସେଥିପାଇଁ ସିଏ ଟିକେ ହାଲକା ହେଇଯାଇଛନ୍ତି ବୋଲି ସିଏ 9ଟାରୁ ପଳଉଛନ୍ତି, ମୁଁ ଶେଷ ପର୍ଯ୍ୟନ୍ତ ରହୁଛି, ମୁଁ ବହୁତ ଓଜନଦାର। କହିଲେ ଆଚ୍ଛା ସିଏ 9ଟାରୁ କାହିଁକି ଯାଉଛନ୍ତି, କାରଣ କ'ଣ? ଘରେ କ'ଣ କିଛି କାମ ପଡ଼ୁଛି? କହିଲେ କେଜାଣି, ତାଙ୍କୁ ପଚାରିବ, କିନ୍ତୁ 9ଟାରେ ସିଏ ଯାଉଛନ୍ତି ମୁଁ ଜାଣିନି। ତ କହିଲେ କାଲି ସିଏ ଆସନ୍ତୁ, ତାଙ୍କୁ ପଚାରିବେ। ଆଉ ପୁଣି କାଲି ଆସିଲେ କହିଲେ ଏଠି ତମେ ଯେଉଁ 9ଟାରୁ ଉଠିକି ଯାଉଛ ଯେଉଁ ବନ୍ଧୁ, ତମେ ଜମା ଯିବନି, ପ୍ରବଚନ ସରିଲେ ତମ ସହିତ ମୋର କଥାବାର୍ତ୍ତା ଅଛି, କହିଲେ ସକାଳ ହେଲେ କଥା ହେବା, କିନ୍ତୁ 9ଟା ବାଜିଲେ ମୁଁ ପଳେଇବି, ଆଉ ରାତିରେ ମୁଁ ରହିବି ନାହିଁ, ସକାଳେ ତମକୁ ଭେଟ ହେଇକି ତମ ସାଙ୍ଗରେ କଥା ହେବା। ବାବାଜୀ କହିଲେ ସକାଳ ହେଲେ ହେବନି, ତମକୁ ଆଜି ରହିବାକୁ ପଡ଼ିବ। ନା ରହିଲେ ତ ସବୁ ସରିଯିବ, ଆଉ କିଛି ଅସୁବିଧା ଆଉ ଟିକିଏ ବି ରହିବନି, ସବୁ ସରିଯିବ। କହିଲେ କ'ଣ ସରିଯିବ? ନା ଯାହା ସରିବା କଥା ସରିଯିବ, ତମେ ସେ କଥା ବୁଝିପାରିବନି, ମୁଁ 9ଟା ରାତିରେ ହିଁ ଯିବି, 9ଟା ପରେ ମୁଁ ଯାଇପାରିବି ନାହିଁ, 9ଟା
9ଟା ବାଜିଲା ମାନେ ମୁଁ ପଳେଇ ଯିବା ଦରକାର। ତ ତାପରଦିନ ସକାଳୁ ଗଲେ ହଉ ଠିକ୍ ଅଛି ସକାଳୁ ଆସି ଦେଖା ହବ। ସକାଳୁ ଆସିଲେ କହିଲେ ଏଇଠି ତମେ 9ଟାରୁ କାହିଁ ଯାଉଛ? ନା ଆମେ ଦି ସମୁଦି ସାଙ୍ଗ ହେଇକି ଯାଉଛୁ। ମୁଁ ହଉଛି ପୁଅର ବାପା, ନା ଗାଁ କାହାର ନା ଗାଁ ଆମର, ନା ସିଏ କିଏ? ନା ସିଏ ହଉଛନ୍ତି ମୋ ବୋହୂର ବାପା, ସିଏ ଆଇଛନ୍ତି ଆମ ଗାଁକୁ ପ୍ରବଚନ ଶୁଣିବାକୁ। କହିଲେ ତମ ଗାଁକୁ ଆସି ସିଏ 11ଟା ରାତି ପର୍ଯ୍ୟନ୍ତ କହୁଛନ୍ତି, ତମେ ତମ ଗାଁରେ ପୁଅର ବାପା ହେଇକି ରାତି 9ଟାରେ ପଳଉଛ? ନା 9ଟା ବାଜିଲେ ପରା ମୋ ପୁଅ ବୋହୂ ଖାଇବେ, ମୁଁ ଯଦି ସେଇ ସମୟରେ ନ ପହଞ୍ଚିବି ମତେ କଣ ଆଉ ଖାଇବାକୁ ଦେବେ? ଆଉ ଖାଇବାକୁ ଦେବେନି, ସବୁ ଖାଇବା ସରିଯିବ। କହିଲେ ଯଦି ସରିଯାଉଛି ତମ ସମୁଦିକୁ 11ଟା ରାତିରେ ଯାଉଛନ୍ତି, ସିଏ କଣ ଭୋକରେ ଶୋଉଛନ୍ତି? କହିଲେ ତାଙ୍କ ପାଇଁ ତାଙ୍କ ଝିଅ ଉଠିବ, ସିଏ କରିକି ଦବ, ମୋ ପାଇଁ କିଏ ଉଠିବ? ମୋ ପାଇଁ କିଏ ଉଠିବାକୁ ନାହିଁ। ତେଣୁକରି ମୋ ପୁଅ ଖାଇଲା ବେଳେ ହିଁ ମୁଁ ଗଲେ ଖାଇପାରିବି, ଆଉ ଗଣ୍ଡେ ଖାଇପାରିବି ନାହିଁ। ସେଥିପାଇଁ ରାଜା ଦଶରଥ 4 ପୁଅ ଜନ୍ମ କଲେ କିନ୍ତୁ ପାଣ୍ଡବ ପାଇଲେ ନାହିଁ। ଜନକ ରାଜା 4 ଝିଅ ପାଇଥିଲେ, ମଲା ବେଳକୁ ରାମଙ୍କ ହାତରେ ତୁଳତର୍ପଣ ପାଇଲେ। ତ ସୁଧୀସଜନ ମଣ୍ଡଳୀ, ଆଜି ଯେତେବେଳେ ଇନ୍ଦ୍ର କହୁଛନ୍ତି ଯେ ଇଏ ସ୍ଥାନ ମରୁ ହେଇଯାଇଛି, ଟିକା ଗୋବିନ୍ଦ ଚନ୍ଦ୍ରରେ କହିଲେ ଅପୁତ୍ରିକ ଜନ ଯେ ସ୍ଥାନେ ବସଇ ସେ ସ୍ଥାନ ମୋର ବୋଲାଇ, ଅପୁତ୍ରିକ ଜନ ଦେଉଳକୁ ଗଲେ ଦେଉଳେ ଦିଅନ୍ତୁ ଛଇ। ତ ସୁଧୀସଜନ ମଣ୍ଡଳୀ, ରାଜା ଦଶରଥ ସେଇଠୁ କାନ୍ଦି କାନ୍ଦିକିରି ଆସିଲେ। କାନ୍ଦିବେ ନା ନାହିଁ? ମୋ ପାଖରେ ମତେ ନେଇକି ବସେଇ ଦଉଛନ୍ତି, ଇନ୍ଦ୍ର କହୁଛନ୍ତି ମୋ ମିତ୍ର ବୋଲି, ଲୋକଙ୍କ ଆଗରେ ଦେଖେଇ ହେଇକିରି କଥା କହୁଛନ୍ତି। ରାଜନୀତିର ସବୁଦିନ ଗୋଟେ ଗୁଣ ଅଛି, ଉପରେ ଗୋଟେ ରୂପ ଭିତରେ ଗୋଟେ ରୂପ, ନା ନାହିଁ? ଇଏ ହଉଛି ରାଜନୀତିର ଧର୍ମ। ତେଣୁ ରାଜନୀତି ଧର୍ମର ଉପରେ ମତେ କେତେ ଭଲ କହୁଛନ୍ତି, ସବୁ ଦେବତାଙ୍କ ଆଗରେ ଦଶରଥଙ୍କର ପ୍ରଶଂସା କରୁଛନ୍ତି। ମୁଁ ଗଲା ପରେ ମୋ ପଛପଟେ ବସିଥିବା ଜାଗାରୁ 3 ହାତ ମାଟି, ହାତ 2 ହାତ ନାହିଁ 3 ହାତ ମାଟି ଖୋଳିକି ସବୁବେଳେ ଫିଙ୍ଗି ଦଉଛନ୍ତି। ଏଡ଼େ ଅପମାନ ମତେ ଭାବୁଛନ୍ତି, ଏଡ଼େ ଅପବିତ୍ର ବୋଲି ମତେ ଭାବୁଛନ୍ତି। ତେଣୁ କାନ୍ଦି କାନ୍ଦି ଆସିଲା, ଆଉ ଘରକୁ ଗଲେନି, ଗୁରୁ ବଶିଷ୍ଠଙ୍କ ପାଖକୁ ଗଲେ। ତ ସୁଧୀସଜନ ମଣ୍ଡଳୀ, ଆଜି ଆମେ ସତ୍ସଙ୍ଗ କାହା ପାଇଁ ଶୁଣିପାରୁଛେ? କହିଲେ ଗୁରୁଙ୍କ ପାଇଁ ଶୁଣିପାରୁଛେ। ଆଜି ସେଇ ଗୁରୁ, ଯିଏ ଗୁରୁ ଇଏ ଅନ୍ଧାରରୁ ଆଲୋକକୁ ନିଅନ୍ତି, ବଶିଷ୍ଠଙ୍କ ପାଖରେ ଯାଇ କଇଁ କଇଁ ହେଇ କାନ୍ଦିଲେ। କହିଲେ ଗୁରୁ ବଶିଷ୍ଠ ପାଖେ ରାଜା ଦଶରଥ କାନ୍ଦି କାନ୍ଦି ଜଣାଇଲେ ମନରେ ଦୁଃଖ, ଆଜି କି ପାପ ହିଁ କରିଥିଲି ଗୁରୁ, ଆଜି କି ପାପ ହିଁ କରିଥିଲି ଗୁରୁ, ଇନ୍ଦ୍ର ପ୍ରମାଣ ମତେ ଦେଲା ଯେଠା, ସୁର ବେଦନା କାହାକୁ କହିବି, ସେ ହରି ପୁତ୍ର ନାହିଁ ଗତି ଅପୁତ୍ରିକ କରି, ନିଜ ମାଟି ଖୋଳି ଦେଲା ଗୁରୁଦେବ, ଇନ୍ଦ୍ର ମାଟି ଖୋଳି ଦେଲା, ବସିବା ସ୍ଥାନ ମୋରିଦେଲା, ବସିବା ସ୍ଥାନ ମୋରିଦେଲା। ଏ ଅପମାନରୁ ନିନ୍ଦା ଲାଞ୍ଛନାରୁ, ଏ ଅପମାନରୁ ନିନ୍ଦା ଲାଞ୍ଛନାରୁ, ଉଦ୍ଧାରିବ ତୁମେ ପରା ଗୁରୁଦେବ, ଉଦ୍ଧାରିବ ତୁମେ ପରା ଗୁରୁଦେବ, ଉଦ୍ଧାରିବ ତୁମେ ପରା। ଏ ଭଗବାରିଧି ପାର କରିବାକୁ, ଏ ଭଗବାରିଧି ପାର କରିବାକୁ, ଗୁରୁ କର୍ଣ୍ଣଧାର ଶ୍ରୀରାମ, ଗୁରୁ କର୍ଣ୍ଣଧାର ଶ୍ରୀରାମ। ଯେଉଁମାନେ ଗୁରୁ ଆଶ୍ରିତ ହେଇଥିବେ ସେମାନେ ଜାଣିଥିବେ ଯେ ଗୁରୁଙ୍କ କୃପା କଣ, ନା ନାହିଁ? ଭଗବାନ କୋପ କଲେ ଗୁରୁ ରକ୍ଷା କରିବେ, କିନ୍ତୁ ଗୁରୁ ଯଦି କୋପ କରିବେ ଆଉ କିଏ ରକ୍ଷା କରିପାରିବେ ନାହିଁ। ସେଥିପାଇଁ ଗୋସ୍ୱାମୀ ମଧ୍ୟ କଲମ କରିଛନ୍ତି, ରାଖଉ ଗୁରୁ ଯୋ କୋପ ବିଧାତା, ଗୁରୁ ବିରୁଦ୍ଧ ନାହିଁ କୋଉ ଜଗତ୍ରାତା। ଏ ଜଗତ ଭିତରେ ଗୁରୁ ବିରୁଦ୍ଧକୁ କିଏ ରକ୍ଷା କରିପାରିବେନି, କିନ୍ତୁ ଭଗବାନ ଯଦି ବିରୋଧୀ ହେଇଗଲେ, ଦେବତା ବିରୋଧୀ ହେଇଗଲେ, ସାରା ଜଗତ ବିରୋଧୀ ହେଇଗଲା, ଗୁରୁ ହିଁ ରକ୍ଷା କରିବେ। ତ ସୁଧୀସଜନ ମଣ୍ଡଳୀ,
आमेମାନେ ସେଥିପାଇଁ ଧନ୍ୟ ଯେ ଆମେ ଗୁରୁଙ୍କ ଆଶ୍ରିତ ହେଇଛେ। ସାରା ଜଗତ ଯେତେବେଳେ ଆମକୁ ବିରୋଧ କରିବେ ସେତେବେଳେ ଗୁରୁ ରକ୍ଷା କରିବେ। ଇନ୍ଦ୍ରଙ୍କର ଅପମାନରୁ ଲାଞ୍ଛନାରୁ ଉଦ୍ଧାର ପାଇବା ପାଇଁ ରାଜା ଦଶରଥ ଭାବିଲେ କିଏ ମୋତେ ଉଦ୍ଧାର କରିପାରିବେନି, କେବଳ ମୋ ଗୁରୁ ମୋତେ ଉଦ୍ଧାର କରିବେ। ଗୁରୁଙ୍କ ପାଦ ତଳେ ପଡ଼ିଗଲେ ବଶିଷ୍ଠଙ୍କ ପାଖରେ, ହେ ଗୁରୁଦେବ ମୋତେ ଏଇ ଅପମାନରୁ ଲାଞ୍ଛନାରୁ ନିନ୍ଦାରୁ ଉଦ୍ଧାର କର। ଅପୁତ୍ରିକ ବୋଲି ମୋ ମନରେ ପୁଅ ନାହିଁ ବୋଲି ମୁଁ ଭାବୁନଥିଲି କି ପୁଅ ହବ ବୋଲି କେବେ ଚିନ୍ତା କରୁନଥିଲେ। ଦଶରଥ କେବେ ହଁ ପୁଅ ତ ନାହିଁ ନାହିଁ ତ ନାହିଁ କ'ଣ ଏତେ ଚିନ୍ତା କରିବା ଦରକାର, ନଥାନ୍ତୁ ମୋର ଝିଅ ଅଛି। ଝିଅକୁ କିନ୍ତୁ ଘରେ ରଖିନାହାନ୍ତି। ଶାନ୍ତା ବୋଲି ଝିଅ କାହାଠାରୁ ଜନ୍ମ? ସୁମିତ୍ରା ଠାରୁ। ସୁମିତ୍ରାଙ୍କର ଝିଅ ହେଉଛି କିଏ? ସେ ଶାନ୍ତା। ରାଜା ଦଶରଥଙ୍କର ମିତ୍ର କିଏ? ରୋମପାଦ। ରୋମପାଦଙ୍କର ଗୋଟିଏ ଝିଅ ହେଉଛି କାନ୍ତା, ତାଙ୍କ ନାଁ କାନ୍ତା। ଦଶରଥଙ୍କ ଝିଅ ନାଁ ହେଉଛି ଶାନ୍ତା। ସୁମିତ୍ରାଙ୍କ ଦଶରଥଙ୍କ ଔରସରୁ ସୁମିତ୍ରା ଗର୍ଭରୁ ଜନ୍ମ ହୋଇଛି ଗୋଟିଏ ଝିଅ, ତା ନାଁ ହେଉଛି ଶାନ୍ତା। ତାପରେ ଦଶରଥଙ୍କର ବୀର୍ଯ୍ୟ ହରଣ ହେଇଯାଇଛି, ଆଉ ବୀର୍ଯ୍ୟ ନାହିଁ। ବୀର୍ଯ୍ୟଟା ବୋଲି କହିଲେ କ'ଣ? ବୀର୍ଯ୍ୟଟା ବୋଲି କହିଲେ କିଛି ନାହିଁ, ଗୋଟିଏ ନାଳୀଟିଏ ପେଟ ଭିତରେ ଅଛି। ସେ ନାଳୀଟା ମନ୍ଥନ ପରେ ଯେମିତି ଦହି ମନ୍ଥନ ହେଲା ପରେ ଲହୁଣୀ ବାହାରେ, ସେମିତି 7 କୋଟି ଲୋମକଣା ଠିଆ ହେଲା ପରେ ତା ଦେହରୁ ଯେଉଁ ଲହୁଣୀ ବାହାରେ ସେଇଟାକୁ ହେଉଛି ସନ୍ତାନର ବୀର୍ଯ୍ୟ ବୋଲି କହନ୍ତି। ସେ ନାଳୀଟାକୁ ରାବଣ କାଟି ନେଇ ପଳେଇଛି ଅପରେସନ କରି। ଦଶରଥଙ୍କୁ ଅପରେସନ କରି ନାଳୀଟା କିଏ କାଟି ନେଇଛି? ରାବଣ କାଟିକି ନେଇ ପଳେଇଛି। ସେ ନାଳୀ ନାହିଁ। କାହିଁକି ନାହିଁ ନା ରାବଣ ହାତ ରେଖା ଦେଖିଲା, କିଏ ସେ ମୋତେ ମାରିବ ନା ଦଶରଥ ଔରସରୁ ଯେଉଁ ପୁଅ ଜନ୍ମ ହେବ ସେ ପୁଅଟା ହେବ ମୋ ମୃତ୍ୟୁର କାରଣ। ତା ନାଟାକୁ କାଟି ନେଇଗଲେ ଗଲା, ଆଉ ପିଲା ଜନ୍ମ ହେଲେ ସିନା ମୋତେ ମାରିବ। ତେଣୁ ସେ ନାଳୀ ରଖିଲା ନାହିଁ। ତ ସୁଧୀ ସଜନ ମଣ୍ଡଳୀ, ଦଶରଥ ରାଜା ଭାବିଲେ ଗଲା ତ ଗଲା, ପିଲା ନ ହଉ କ'ଣ ଅଛି, ଗୋଟେ ତ ଝିଅ ଅଛି, ସେ ଝିଅଟା କାଳେ ରହିଲେ ତାକୁ କିଏ ମାରିଦେବେ କି? ଦଶରଥ ରାଜା କ'ଣ ଭାବିଲେ? ଶାନ୍ତାଙ୍କ ଘରେ ରହିଲେ ତାକୁ କିଏ ମାରିଦେବେ ବୋଲି ରୋମପାଦଙ୍କ ଘରେ ଛାଡ଼ି ଦେଇଛନ୍ତି। ତାଙ୍କ ଘରେ ଶାନ୍ତା ଅଛନ୍ତି, କାନ୍ତା ତାଙ୍କ ପାଖରେ ଅଛନ୍ତି। କିଏ? ସେ ରୋମପାଦଙ୍କର ଝିଅ କାନ୍ତା। ଶାନ୍ତା କାନ୍ତା ଦୁଇ ଭଉଣୀ ହେଇକିରି ଚଳୁଛନ୍ତି। ଏ ଦୁଇ ଭଉଣୀ କାହାକୁ ବିବାହ କଲେ? ଶାନ୍ତା କାନ୍ତା ଦେଇ କଲେ ଦିବ୍ୟ ପୂଜା ଋଷ୍ୟଶୃଙ୍ଗ, ବିଭାଣ୍ଡକ ଋଷିଙ୍କର ପୁଅ ଋଷ୍ୟଶୃଙ୍ଗ। ପ୍ରସଙ୍ଗ ତ ପଛେ ପଳେଇଗଲାଣି, ଆଉ କହିହେଲାନି ସମୟ ବୋଲି। ତ ଆଜି ସେ ଶାନ୍ତା କାନ୍ତାକୁ ବିବାହ କରିଛନ୍ତି ଋଷ୍ୟଶୃଙ୍ଗ। ଆମର ଗୋଟେ ଢଗ ଅଛି, ଶ୍ୱଶୁର ଜୋଇଁ ଶଳା ଭିଣେଇ କଂସା 3 ଖଣ୍ଡ ଖାଇବା ପାଇଁ କେହି କାହା ସାଙ୍ଗରେ ଖାଆନ୍ତି ନାହିଁ। ଶ୍ୱଶୁର ଜୋଇଁ କିଏ? ସେ ଦଶରଥଙ୍କର ଜୋଇଁ ହେଉଛନ୍ତି କିଏ? ସେ ଋଷ୍ୟଶୃଙ୍ଗ। ଋଷ୍ୟଶୃଙ୍ଗ ହେଉଛନ୍ତି ଦଶରଥଙ୍କର ଜୋଇଁ। ଶଳା କିଏ? ସେ ରାମ ଶଳା। ରାମ ହେଉଛନ୍ତି ଋଷ୍ୟଶୃଙ୍ଗଙ୍କର ଶଳା। ତ ଭେଣେଇ ଆସିବେ, ମୋ ଶ୍ୱଶୁର ଘରେ ପୁଅ ଜନ୍ମ ହେବ ବୋଲି, ଶ୍ୱଶୁର ଘରେ ପୁଅ ଜନ୍ମ ହେବ ବୋଲି ଜୋଇଁ ଆସିବେ ଯଜ୍ଞ କରିବାକୁ ନା ନାହିଁ? କିଏ ଆସିବେ? ଋଷ୍ୟଶୃଙ୍ଗ ଯଜ୍ଞ କରିବାକୁ ଆସିବେ। ଶ୍ୱଶୁରର ପୁଅ ନାହିଁ, ଶ୍ୱଶୁର ଗୋଟେ ବୃଦ୍ଧ କାଳରେ ପୁଅ ଜନ୍ମ କରିବେ ବୋଲି, ପୁଅଟିଏ ତାଙ୍କ ଘରେ ଜନ୍ମ ହଉ ବୋଲି ଜୋଇଁକି ଡକରା ହେଲା ଯଜ୍ଞ କରିବା ପାଇଁ। ଜୋଇଁକି କ'ଣ ଦିଆହେଲା ନା ଜୋଇଁକି ଝିଅ ଦିଆହେଲା। ଆଗେ ଶାନ୍ତା କାନ୍ତା ଦେଇ କଲେ ଦିବ୍ୟ ପୂଜା। ଶାନ୍ତା କାନ୍ତା ଦେଇ ଭଉଣୀକି ବାହା କରିଦେଲେ କାହାକୁ? ଋଷ୍ୟଶୃଙ୍ଗଙ୍କୁ। ଋଷ୍ୟଶୃଙ୍ଗଙ୍କୁ ଡକେଇ ଆଣିକି ଯଜ୍ଞ କରିବେ। ବଶିଷ୍ଠ କ'ଣ କହିଲେ? ଧର ଧୀର ହୋଇ ହଇଁ ସୁତ ଚାରି, ଆଜି ରାଜା ଦଶରଥଙ୍କୁ ବଶିଷ୍ଠ କହୁଛନ୍ତି, ହେ ରାଜା ଧର ଧୀର ହୋଇ ସୁତ ଚାରି, ତ୍ରିଭୁବନ ବିଦିତ ଭଗତ ଭୟହାରି। ଭକ୍ତଙ୍କର ଭୟ ହରଣ କରିବା ପାଇଁ ତ୍ରିଭୁବନରେ ଯାହାଙ୍କର ଯଶ କୀର୍ତ୍ତି ଉଡ଼ିବ ସେଇଭଳି 4 ପୁତ୍ର ହେବେ। ଗୋଟିଏ ପୁତ୍ର ନୁହଁ, ତାଙ୍କର 4-4ଟା ପୁତ୍ର ହେବେ। କିନ୍ତୁ ପୁତ୍ରେଷ୍ଟି ଯଜ୍ଞଟିଏ କରିବା। ପୁତ୍ରେଷ୍ଟି ଯଜ୍ଞ କରିବା ପାଇଁ କାହାକୁ ଡାକିବାକୁ ପଡ଼ିବ ନା ଋଷ୍ୟଶୃଙ୍ଗକୁ ଡାକିବାକୁ ପଡ଼ିବ। ବିଭାଣ୍ଡକ ଋଷିଙ୍କର ପୁଅ ଋଷ୍ୟଶୃଙ୍ଗକୁ। ତମେ ଖାଲି ପାଦରେ ଯାଅ, କାହିଁକି ଯିବ ନା ଦିନେ ଜୋଇଁ ବୋଲି ତାଙ୍କୁ ସମ୍ମାନ ତମେ କରିନ। ଦଶରଥ ରାଜା ଝିଅକୁ ଜୋଇଁକି ଟିକେ ଭଲ ପାଆନ୍ତିନି, ଝିଅ ଜୋଇଁକି ଟିକେ ଭଲ ପାଆନ୍ତିନି। କେବେ ଜୋଇଁ ବୋଲି ଡକରା ହେଇକି ଭୋଜି ଖାଇବାକୁ ଡାକି ନାହାନ୍ତି ଘରକୁ। ଋଷ୍ୟଶୃଙ୍ଗ ଜୋଇଁ, ଶାନ୍ତା ହେଉଛି ତାଙ୍କ ଝିଅ, ନିଜ ଝିଅ, ନିଜ ଔରସରୁ ଜନ୍ମ ହେଇଛି। କେବେ ଦେଖିଛନ୍ତି ଝିଅ ଜୋଇଁ ଆସିକି ଘରେ ଚର୍ଚ୍ଚା ହେଇଛନ୍ତି? କେବେ ବି ଦିନେ
ଡାକି ନାହାନ୍ତି। ଆଜି ତମକୁ ପୁଅ ଦରକାର ହେଇଛି ବୋଲି ମୋ ଜଇଁ କହିକି ଡାକିବାକୁ ଗଲେ ହବ ନାଇଁ। ସେ ଯେମିତି ସାଧୁ ସନ୍ଥ ତମକୁ ଖାଲି ପାଦରେ ଗୋଟେ ଭିକାରୀ ହେଇକି ଯିବାକୁ ପଡ଼ିବ। ରାଜା ଦଶରଥ ହେଇକିରି ଗଲେ ସିଏ ଆସିବେ ନାହିଁ। ରାଜା ଦଶରଥ ଖାଲି ପାଦରେ ଯାଉଛନ୍ତି, କାହିଁକି ନା ଜଇଁ ବୋଲି ଦିନେ ସମ୍ମାନ ଦେଇକି ଡାକିନଥିଲେ। ତ ଗୋଟିଏ ଭୁଲ କିଏ କରିଥିଲେ? ଦକ୍ଷ ରାଜା ଜଇକି ଡାକିନଥିଲେ, ନିମନ୍ତ୍ରଣ କରିନଥିଲେ। ଝିଅ ଆସିଲା ପରେ ଅହଙ୍କାରରେ ପଚାରିଲେ ନାହିଁ। ଆଣିକି ରାଜା ଦଶରଥଙ୍କୁ ଦେଖନ୍ତୁ, ଯଜ୍ଞଟିଏ କରିବେ ବୋଲି ଜଇକି ଦିନେ ନ ପଚାରନ୍ତୁ, ଯେତେବେଳେ ଦରକାର ପଡ଼ିଛି ଜଇଁ ପାଖରେ ଗୋଡ଼ ହାତ ଧରିକି ମୁଣ୍ଡିଆ ମାରିବା ପାଇଁ ଖାଲି ପାଦରେ ପାଟ ପଟରେ କିଛି ନେଇକି ଯିବା ଦରକାର ନାହିଁ। ଅହଙ୍କାର କଲା ବୋଲି ଦକ୍ଷ ରାଜା ଯଜ୍ଞ ପୂର୍ଣ୍ଣ ହେଇପାରିଲା ନାହିଁ। ଅହଙ୍କାରକୁ ଛାଡ଼ିଦେଲେ ମୁଁ ଗୋଟେ ରାଜା ନୁହଁ, ଗୋଟେ ଭିକାରୀଟିଏ, ମୋ ପାଖରେ କିଛି ନାହିଁ, ଖାଲି ପୁତ୍ର ସନ୍ତାନ ପ୍ରାପ୍ତି ଆଶାରେ ଜଇଁ ପାଖକୁ ନୁହେଁ, ଗୋଟେ ମହାନ ଆତ୍ମା ଯିଏ ଋଷ୍ୟଶୃଙ୍ଗଙ୍କ ପରି ଜ୍ଞାନୀ, ଯିଏ ହିଁ କେବଳ ପ୍ରତ୍ୟେଷ୍ଟି ଯଜ୍ଞ କରିପାରିବେ, ଆଉ ଏ ବ୍ରହ୍ମାଣ୍ଡ ଭିତରେ କିଏ କାମ କରିପାରିବେ ନାହିଁ। ତାଙ୍କ ପାଖକୁ ପୁତ୍ର ଭିକ୍ଷା କରିବା ପାଇଁ ଆସିଛି ବୋଲି ରାଜା ଦଶରଥ ନୁହେଁ, ଗୋଟେ ଭିକାରୀ ଦଶରଥ ଆସିଛି। ଏ ଭାବ ଯେତେବେଳେ ମୁଁକାରଟାକୁ ଛାଡ଼ିଦେଲେ ତାଙ୍କ ଯଜ୍ଞ ରକ୍ଷା ହେଇଗଲା। ଦକ୍ଷ ରାଜା ମୁଁକାର କଲେ, ଅହଙ୍କାର କଲେ ବୋଲି ତାଙ୍କ ଯଜ୍ଞଟା ଜଇଁ ନାଶ କରିଦେଲେ। କହିଲେ ଶିବ ଯଜ୍ଞ ଜଇଁ ରୂପେ ଭାଙ୍ଗିଥିଲେ ଯାଇ, ଋଷ୍ୟଶୃଙ୍ଗ ଜଇଁ ହୋଇ ଯଜ୍ଞ କଲେ ଯାଇ। ଏ ରାମଚରିତ ସେ ଅତି ବିଚିତ୍ର, ଗୋଟେ ଜଇଁ ଶ୍ୱଶୁରର ମୁଣ୍ଡକୁ ହାଣିଲା, ଗୋଟେ ଜଇଁ ଶ୍ୱଶୁର ବଳେ ପୁଅ ଯେ ଦେଲା। ଶ୍ରୀରାମ ଜୟ ରାମ ରାମଚରିତ୍ର ମାନସ ଅତି ବିଚିତ୍ର। ସେଥିପାଇଁ କୁହାଗଲା ରାମାୟଣ ହେଉଛି ସବୁଠାରୁ ଏମିତି ଗୋଟେ ଗଣ୍ଠି କଥା ଯାହାକୁ ଖୋଜିଲେ ଆପଣ ଜାଣିପାରିବେନି। ଆମେ ଗତକାଲି ଶୁଣିଥିଲେ ଗୋଟେ ଜଇଁ ଶ୍ୱଶୁର ମୁଣ୍ଡ କାଟିଦେଲା, ଆଉ ଗୋଟେ ଜଇଁ କ'ଣ କଲା? ଶ୍ୱଶୁର କୋଳରେ ପୁଅ ଖେଳିଦେଲା ନା ନାହିଁ? କହିଲେ ଗୋଟେ ଜଇଁ ଶିବ ଥିଲେ ଶ୍ୱଶୁର ମୁଣ୍ଡକୁ ହାଣିଲେ, ଗୋଟେ ଜଇଁ ଋଷ୍ୟଶୃଙ୍ଗ ଶ୍ୱଶୁର ପୁଅ ଖେଳାଇଲେ। ଶ୍ୱଶୁର କୋଳରେ ପୁଅଟା ଖେଳିଦେଲେ ନା ନାହିଁ? ଶ୍ୱଶୁରରେ ପୁଅ ନାହିଁ ବୋଲି ପୁଅଟିଏ ଆଣିକିରି ଦେଇଦେଲେ। କିନ୍ତୁ ଦକ୍ଷ ରାଜା ଅହଙ୍କାର କଲେ ବୋଲି ଦକ୍ଷ ରାଜାର ମୁଣ୍ଡ ଜଇଁ କାଟିଦେଲେ। ଆଜି ଋଷ୍ୟଶୃଙ୍ଗ ଯିବେ ଯଜ୍ଞ କରିବା ପାଇଁ। ଅପୂର୍ବ ସୁନ୍ଦର 32ଟି ଯଜ୍ଞ ହେବ। କେତେ ବର୍ଷ? 1 ବର୍ଷ ଯାଏଁ ଯଜ୍ଞ ଚାଲିବ। 1 ବର୍ଷ ପର୍ଯ୍ୟନ୍ତ ଯଜ୍ଞ ଚାଲିବ। ନିଷ୍କପଟ ଭାବରେ, ନିଷ୍କାମ ଭାବରେ, ନିର୍ମଳ ହୃଦୟରେ ଆଜି ଯଜ୍ଞ ଚାଲିଛି। ଶ୍ୱଶୁର ଜଇଁ ବସିଛନ୍ତି। ଶଳାର ଜନ୍ମ ହେବ। କାହାର ଜନ୍ମ ହେବ? ଶଳା ଜନ୍ମ ହେବ ବୋଲି ଯଜ୍ଞ ଚାଲୁଛି। ଶ୍ୱଶୁର ଜଇଁ ଶଳା ଭେଣୀ ଇଏ 3 ଜଣ କିଏ କାହା ସାଙ୍ଗରେ ଖାଆନ୍ତି ନାହିଁ। ଆଜି ସାଙ୍ଗ ହେଇକିରି ଗୋଟେ ଠିକ ବସୁଛନ୍ତି। ରାମ ଜନ୍ମ ହେବା ପାଇଁ ଆଜି ଋଷ୍ୟଶୃଙ୍ଗ ଯଜ୍ଞ କରୁଛନ୍ତି, ମନ୍ତ୍ର ଆହୁତି ଦେଉଛନ୍ତି। ଶ୍ୱଶୁର ଘରେ ଜଇଁ ଯଜ୍ଞ କରୁଛନ୍ତି। କହିଲେ ଧନ୍ୟ ହେ ଅଯୋଧ୍ୟା ରାଜା ଦଶରଥ, ପୁତ୍ରେଷ୍ଟି ଯଜ୍ଞ ଆଜି ବସି କରୁଛ। ଧନ୍ୟ ହେ ରାଜା ଶାଶୁ ଶ୍ୱଶୁର ଯଜ୍ଞରେ ଆହୁତି ଦେଉଛନ୍ତି, ଜଇଁ ଏଠି ମନ୍ତ୍ର ପଢୁଛନ୍ତି। କେଡ଼େ ସୁନ୍ଦର 32ଟି ଯଜ୍ଞ ଚାଲିଛି। କେତେ ସୁନ୍ଦର ଭାବ। ଦେବତାମାନେ ଦେଖୁଛନ୍ତି। ଆହା ଋଷ୍ୟଶୃଙ୍ଗ ଜଇଁ ଯଜ୍ଞ କରୁଛନ୍ତି। ଶାଶୁ ହେଉଛନ୍ତି କିଏ? ସେ କୌଶଲ୍ୟା ସୁମିତ୍ରା କହିକି ବସିଛନ୍ତି। ଶ୍ୱଶୁର ହେଉଛନ୍ତି ଦଶରଥ। ପୁଅ ଜନ୍ମ ହବ ବୋଲି ଜଇଁ ଯଜ୍ଞ କରୁଛି, ଶ୍ୱଶୁର ଆହୁତି ଦେଉଛି। ଇଏ କେଡ଼େ ସୁନ୍ଦର ଦିବ୍ୟ। ତ ଇଏ ଦିବ୍ୟ ଯଜ୍ଞକୁ ଦେଖିବା ପାଇଁ ଦେବତାମାନେ ସମସ୍ତେ ଆସି ପହଞ୍ଚିଗଲେ। ଅପୂର୍ବ ସୁନ୍ଦର 32ଟି ଯଜ୍ଞ ଦେଖିବା ପାଇଁ ସମସ୍ତେ ଆସି ପହଞ୍ଚିଗଲେ। ଯଜ୍ଞ 1 ବର୍ଷ ପର୍ଯ୍ୟନ୍ତ ଚାଲିଛି। ଜଇଁ ଆସି ଶ୍ୱଶୁରର ଯଜ୍ଞ କରୁଛନ୍ତି ବୋଲି ଜଇଁକି ବଡ଼ ଖୁସି ଲାଗିବ ନା ନାହିଁ? ଆଉ ଶ୍ୱଶୁରର ଯଜ୍ଞ କରୁଛି ଜଇଁ ମନ କେଡ଼େ ଆନନ୍ଦ। ଦିନେ ଡକରା ନଥିଲେ, ଆଜି ଡକରା ହେଇକିରି ଆସିଛନ୍ତି। ରାଜା ରେମପାଦ ଆସିଛନ୍ତି, ଶାନ୍ତାକାନ୍ତା ଆସିଛନ୍ତି। ଗୋଟିଏ ବାପା ଝିଅକୁ ପଚାରୁ ନଥିଲା, କିଏ ସେ? ଦକ୍ଷ ରାଜା। ତାଙ୍କ ଯଜ୍ଞ ନଷ୍ଟ ହେଇଗଲା। ଦଶରଥ ବି ପଚାରୁ ନଥିଲେ, କିନ୍ତୁ ଦରକାର ପଡ଼ିଲେ ପଚାରିବାକୁ ପଡ଼ିବ। ଯଦି ଅହଙ୍କାର କରି ରହିଯିବ ତେମିତି ଦକ୍ଷ ରାଜା ପରି ନାଶ ହେଇଯିବ। ଯଦି ଦଶରଥଙ୍କ ପରି ହେବ ତାହେଲେ ସମସ୍ତେ ଏକାଠି ହେଇଯିବ, ପ୍ରଭୁଙ୍କର ଆବିର୍ଭାବ ହେବ। ତ ପ୍ରଭୁ ପ୍ରକଟ ହେବେ ବୋଲି ଆଜି କେଡ଼େ ସୁନ୍ଦର ଭାବରେ ଯଜ୍ଞ ଚାଲିଛି।
ଯଜ୍ଞ ଯେତେବେଳେ ଏତେ ସୁନ୍ଦର ଭାବରେ 1 ବର୍ଷ ଚାଲିଲା, ସ୍ୱୟଂ ଅଗ୍ନିଦେବ ଯଜ୍ଞ ଚରୁ ଧରି ପହଞ୍ଚିଗଲେ, ପ୍ରକଟ ହେଇଗଲେ, ରାଜା ଦଶରଥଙ୍କ ହାତରେ ଚରୁ ଦେଇଦେଲେ। ରାଜା ଦଶରଥ ମନ କି ଆନନ୍ଦ, କହିଲେ ଧନ୍ୟ ଧନ୍ୟ ରାଜା ଦଶରଥ, ଧନ୍ୟ ରଘୁକୁଳ, ଧନ୍ୟ ରଘୁବଂଶେ ସର୍ବଦେବା ଦେବୀ ଦେବେ ହରି ଗୋହୁରୀ, ହରି ଅଗ୍ନିଦେବ କହୁଛନ୍ତି ଏ ଅମୃତ କ୍ଷୀରି ନିଅନ୍ତୁ, ତୁମ ରାଣୀମାନଙ୍କୁ ବାଣ୍ଟି ଦିଅନ୍ତୁ, ଅପୁତ୍ରିକ ଦୋଷ କଟିଯିବ। ସମସ୍ତ ନରନାରୀମାନେ ହରିବୋଲ ହୁଳହୁଳି କରତାଳିରେ ଆନନ୍ଦରେ ଫାଟି ପଡୁଥିବ। ସମସ୍ତେ ଖୁସି ହେଇ ଦେଇଦେଲା ପରେ ରାଜା ଦଶରଥ ହାତରେ ଧରିଛନ୍ତି। ବଶିଷ୍ଠ କହିଲେ 1 ବର୍ଷ ପର୍ଯ୍ୟନ୍ତ ଯଜ୍ଞକୁଣ୍ଡ ପାଖରେ ଥିଲେ, ରାଣୀମାନେ 3 ରାଣୀ ଯାଅ ସ୍ନାନ ସାରିକି ଆସିବ, ସ୍ନାନ ସାରିକି ଆସିଲେ ଚଢୁ ନେବ। ତ କୈକେୟୀ ମହାରାଣୀ ଭାବିଲେ ମୁଁ ଯଦି ସ୍ନାନ ସାରିକି ଆସିଲା ବେଳକୁ ଡେରି ହେଇଯିବ, ମୁଁ ଖାଲି ଯାଉଛି ପୋଖରୀ ପାଖରୁ ପାଣି ଟିକେ ଛିଞ୍ଚି ହେଇକିରି ପଳେଇ ଆସିବି, ଆଉ ଥରେ ଚରୁ ନେଲା ପରେ ଭାଗ ନେଲା ପରେ ଆଉ ଥରେ ପୁଣି ବୁଡ଼ିକିରି ପଛେ ଗାଧେଇକିରି ଖାଇବି, କିନ୍ତୁ ଭାଗ କୋଉଠି ଛାଡ଼ିବି ନାହିଁ। ଦଶରଥ ରାଜା ଧରିକିରି ରାଣୀ ଶ୍ୱଶୁରକୁ ଗଲେ। ବଶିଷ୍ଠ କହିଲେ ତୁମେ ନେଇଯାଅ, ଚରୁ ଖାଇବାକୁ ଦେଲା ବେଳେ କିଏ କେବେ ଦେଖିବା ଦରକାର ନାହିଁ। ଚରୁ ପାଇଲେ ସମସ୍ତେ ଜାଣିଲେ ଆନନ୍ଦ ହେଲେ। ଏବେ ଚରୁ ତମ ପତ୍ନୀମାନଙ୍କୁ ତୁମେ ବାଣ୍ଟିବ, ଦାୟିତ୍ୱ ହେଉଛି ତୁମର, ତୁମେ ୟାକୁ ନେଇଯାଅ। ରାଜା ଧରିକିରି ବସିଛନ୍ତି। ଦଶରଥ ରାଜା ମନେ ମନେ ଭାବୁଛନ୍ତି 3 ରାଣୀ କେମିତି କାହାକୁ ଦେବି, ଚରୁ ମିଳିଛି କାହାକୁ କେମିତି ବାଣ୍ଟିବି। ନାନା ମୁନିଙ୍କର ନାନା ମତ, କିଏ କହିଲେ ରାଜା 3 ଭାଗ କଲେ, କିଏ କହିଲେ 2 ଭାଗ କଲେ, କିଏ କହିଲେ। ରାଜା ମନେ ମନେ ଚିନ୍ତା କରୁଛନ୍ତି ୟା 3 ଭାଗ କାହିଁକି କଲେ। 3 ରାଣୀଙ୍କୁ ଦେବେ, ପ୍ରିୟ ରାଣୀ 3 ରାଣୀ କୌଶଲ୍ୟା, କୈକେୟୀ, ସୁମିତ୍ରା, 3 ଜଣଙ୍କୁ ଦେଲେ। 3 ଜଣଙ୍କୁ ଦେଲା ପରେ କୈକେୟୀ ମହାରାଣୀଙ୍କର ଚରୁଟା, କୈକେୟୀ ମହାରାଣୀ କ'ଣ କରିଛନ୍ତି ନା ସୁମିତ୍ରା ସ୍ନାନ ସାରିକି ଆସିନାହାନ୍ତି, କୌଶଲ୍ୟା ସ୍ନାନ ସାରିକି ଆସିକିରି ନେଲେ ତାଙ୍କ ଭାଗ, କୈକେୟୀ ତାଙ୍କ ଭାଗ ଆସିକିରି ନେଇଗଲେ। କାହିଁକି ନା କୈକେୟୀ ସ୍ନାନ କରୁନାହାନ୍ତି, ଖାଲି ପାଣି ଛିଞ୍ଚେଇକି ପଳେଇ ଆସିଛନ୍ତି, ନେଇଗଲା ପରେ ପଛେ ସ୍ନାନ କରିବେ। ସୁମିତ୍ରା ଟିକେ ଆସିବା ଡେରି କଲେ। ସୁମିତ୍ରାଙ୍କ ଆସିବା ଡେରି କାହିଁକି ହେଲା, ସୁମିତ୍ରାଙ୍କର ଝିଅ କେତେ ଦିନକରେ ଘରକୁ ହେଇଛି ନା ନାହିଁ। ଶାନ୍ତା କେବେ ପିଲାଦିନରୁ ଜନ୍ମ ହେଲା ପରେ ପଳେଇଥିଲା, ଝିଅ ଦୁଇଙ୍କ ସହିତ ଭେଟ ହେଇପାରିନି। 1 ବର୍ଷ ଖାଲି ଯଜ୍ଞରେ ବସି ପଡ଼ିଥିଲେ, ଉଠିକିରି କଥା ହେଇନାହାନ୍ତି। ଚରୁ ତ ଖାଇବି ମୋ ଝିଅଟା ହେଇଛି ବୋଲି, ମାଆର ମନ କାହା ପାଖରେ, ଝିଅ ଦୁଇଙ୍କ ପାଖରେ। ଝିଅ ଦୁଇଙ୍କ ପାଖରେ ବସି ପଡ଼ିବାରୁ ଏପଟେ ଘଟଣା କ'ଣ ଘଟିଛି ନା କୈକେୟୀ ମହାରାଣୀ ଯେଉଁ ଚରୁ ଭାଗଟାକୁ ନେଇଥିଲେ, ସେ ଚରୁ ଭାଗଟାକୁ ଥୋଇ ଦେଇକି କୈକେୟୀ ମା ସ୍ନାନ କରୁଛନ୍ତି, ଗିଦ୍ଧ ପକେଟ ଆସିଲା, ଚରୁ ତାଟିଆ ଧରି ପଳେଇଲା। ଚରୁ ତାଟିଆ ଧରି ଯେତେବେଳେ ପଳେଇଲା, ସେଟା ଉଡ଼ି ଉଡ଼ି ଗଲା ପରେ ବିନ୍ଧ୍ୟାଚଳ ପର୍ବତରେ ଅଞ୍ଜନି ମା ବସିକି ଓମ୍ 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 କରୁଥିଲେ, ଚରୁକୁ ଧରିକିରି ଗିଦ୍ଧ ପକ୍ଷୀ ଯାଉଛି। ଗିଦ୍ଧ ପକ୍ଷୀ ଭାବିଲା ମୋତେ କ୍ଷତି ହେଉଛି ନା କ'ଣ ବୋଲି ଆଁ କରିଦେଲା ବେଳକୁ ଚରୁଟା ଗଳି ପଡ଼ିଲା, ସିଧା ଅଞ୍ଜନା ଗର୍ଭରେ ପଡ଼ିଲା। ତ ଅଞ୍ଜନାଙ୍କ ଗର୍ଭରୁ କିଏ ଜନ୍ମ ହେଲେ, ବୀର ହନୁମାନ। ତ କୈକେୟୀ ମହାରାଣୀ କାନ୍ଦି କାନ୍ଦି ଅଧା ଗାଧୁଆରୁ ଧାଇଁକି ଦଶରଥଙ୍କ ପାଖକୁ କହିଲେ, ଆଜ୍ଞା ମୋ ଚରୁ ଗିଦ୍ଧ ପକ୍ଷୀ ନେଇଗଲା, ମୁଁ ଏବେ ମୋର ସନ୍ତାନ ଜନ୍ମ ହେବନି, ମୋତେ ଦିଅ। ଦଶରଥ କହିଲେ ହଉ ସୁମିତ୍ରାଙ୍କୁ ନ ଦିଆହେବ ନାହିଁ, ତାଙ୍କର ତ ଝିଅଟେ ଜନ୍ମ ହେଇଛି, ଏ ସୁମିତ୍ରାଙ୍କ ଭାଗଟା ମୁଁ କାହାକୁ ଦେଇଦେଲି, କୈକେୟୀକି ଦେଇଦେଲେ। ସୁମିତ୍ରାଙ୍କ ପାଇଁ ଆଉ ଭାଗ ନାହିଁ। 3 ଭାଗ କିନ୍ତୁ ରାଜା ଦଶରଥ କରିଥିଲେ। କୈକେୟୀଙ୍କ ଭାଗଟା କିଏ ନେଇଗଲା, ଗିଦ୍ଧ ପକ୍ଷୀ। ହନୁମାନ ଚାଳିଶାରେ ଆମେ ବୋଲୁଛେ ନା ନାହିଁ, ଭଗବାନ ରାମ କଣ କହୁଛନ୍ତି, ରଘୁପତି କିନ୍ନି ବହୁତ ବଡ଼ାଇ, ତୁମ ମମ ପ୍ରିୟ ଭରତ ହି ସମ। ଭାଇ ହନୁମାନଙ୍କୁ କାହା ସହିତ ସମାନ କରିଛନ୍ତି, ଲକ୍ଷ୍ମଣ ସହିତ ନାହିଁ କି ଶତ୍ରୁଘ୍ନ ସହିତ ନାହିଁ, ଭରତ ସହିତ। କାହିଁକି ନା କୈକେୟୀର ଚରୁରୁ ଜନ୍ମ ହେଇଛି ହନୁମାନ, କୈକେୟୀ ଚରୁରୁ ଜନ୍ମ ହେଇଛି ବୋଲି ହନୁମାନ ଚାଳିଶାରେ ଗୋସ୍ୱାମୀ ଲେଖିଛନ୍ତି, ରଘୁପତି କିନ୍ନି ବହୁତ ବଡ଼ାଇ, ତୁମ ମମ ପ୍ରିୟ ଭରତ ହି ସମ। ଭାଇ ତୁମେ ହଉଛ ମୋର ଭରତ ସମାନ ଭାଇ। କୈକେୟୀର ପୁଅ ଯେଉଁ ଭାଗ ଚରୁ, ସେ ଭାଗରୁ ତମେ ଜନ୍ମ ହେଇଥିବାରୁ ତମେ ହଉଛ କୈକେୟୀର ଅଂଶ ପୁଅ। ମୋ ସହିତ ମୋର ଭରତ ଯେମିତି କୈକେୟୀ ହେଉଛି, କୈକେୟୀର ପୁଅ ଭରତ ଯେମିତି, ଅଞ୍ଜନାଙ୍କର ପୁଅ ହନୁମାନ ହେଉଛନ୍ତି ମୋ ପାଇଁ ସେମିତି। ତ ସୁଧୀ ସଜନ ମଣ୍ଡଳୀ,
ସୁମିତ୍ରା ଏ କାରଣ ଅର୍ଥାତ ସୁମିତ୍ରାଙ୍କ ଭାଗଟା କୈକେୟୀ ଦେଲେ। ଇଏ ଦି ଜଣ ପାଇଲା ପରେ ସୁମିତ୍ରା ପଛରେ ଝିଅ ଜୋଇଁଙ୍କ ଚର୍ଚ୍ଚା ସାରିକି ଆସିଲା ବେଳକୁ ମୋ ଭାଗ କୁଆଡ଼େ ଗଲା ମାଗିଲା ବେଳକୁ ଦଶରଥଙ୍କର ଚରୁ ତମେ ଏତେ ସମୟ କୁଆଡ଼େ ରହିଲ, ମୁଁ ଦେଇଦେଲନି ଆଉ ଚରୁ ନାହିଁ। କୌଶଲ୍ୟା କୈକେୟୀ ଦେଖନ୍ତୁ ଖାଇନାହାନ୍ତି। ସୌତୁଣୀ ଭିତରେ କେତେ ଭାବ। ଆମ ଘରେ ଶାଶୁ ବୋହୂ ହଉଛି କିଏ ଯଦି କୁଆଡ଼େ ଯାଇକି ଖାଇ ଦେଇକି ହାଣ୍ଡିଆ ଟିକା ଗଳି ଦେଉଛି ନା ନାହିଁ। ସୌତୁଣୀ ଭାବ ଦେଖନ୍ତୁ ନାହିଁ ମୋର ସୁମିତ୍ରା ଆସିଲେ ଆମେ ଚରୁ ପାଇଯାଇଛେ, ସିଏ ଆସିଲା ପରେ ଆମେ ଖାଇବା, ସିଏ ଆସିଲେ ଆମେ ତା ପାଇଁ ଟିକେ ଅପେକ୍ଷା। ଆମ ଘରେ କିଏ କାହାକୁ ଅପେକ୍ଷା କରୁନାହାନ୍ତି, ସୌତୁଣୀ କି ଅପେକ୍ଷା କରିକିରି ବଇଛନ୍ତି। ସୁମିତ୍ରା ଆସିଲା ପରେ କେତେ ସୁନ୍ଦର ଭାବ। ତାଙ୍କ ଘରେ ଭଗବାନ ଜନ୍ମ ହେବେନି କଣ ଆମ ଘରେ ଜନ୍ମ ହେବେ? ତ ମା ସୁମିତ୍ରା ଆସିଲା ପରେ ସୁମିତ୍ରା ମାଗିଲେ ଯେତେବେଳେ ଦଶରଥ ଦେଇପାରିଲେ ନାହିଁ, ସେତେବେଳେ କ'ଣ କଲେ ନା କୌଶଲ୍ୟା ତାଙ୍କ ଭାଗରୁ ଅଧା ଦେଲେ, କୈକେୟୀ ତାଙ୍କ ଭାଗରୁ ଅଧା ଦେଲେ। କାହିଁକି ନା କୈକେୟୀ ନେଇଛନ୍ତି ସୁମିତ୍ରାଙ୍କ ଭାଗଟା। ଯେହେତୁ ସୁମିତ୍ରାଙ୍କ ଭାଗ ନେଇଛନ୍ତି, ସେ କହିଲେ ମୁଁ ତା ଭାଗ ଖାଇଥିବାନି, ମୁଁ ତା ଭାଗକୁ ଉଡ଼େଇ ଦେଲେ ହବନି, ମୋ ଭାଗରୁ ତାକୁ ଟିକେ ଦେଇଦେଇ। ତ ଇଏ ଦି ଜଣ ପାଇଲା ପରେ ତାଙ୍କୁ ଦେଇଦେଲେ। ସୁମିତ୍ରା କହିଲେ ମୁଁ ହେଉଛି ଧନ୍ୟ। କାହିଁକି ନା ଜଣେ ଗୋଟେ ଜାଗାରେ ମିଟିଂ ଚାଲିଥିବ, ସବୁ ଲୋକ ଆମେ ବସିଥିବା, ଆମେ ସମସ୍ତେ ଜଣକୁ ସମ୍ମାନ ଦେଇକି ସମ୍ମାନିତ ଅତିଥି କରି ବସେଇଥିବା, ତାଙ୍କୁ ସମସ୍ତେ ଆମେ ମୁଣ୍ଡିଆ ମାରିଲେ। ଆଉ କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ଯେତେବେଳେ ଆସିଲେ, ଆମେ ତାଙ୍କୁ କିଏ ଚିହ୍ନିନେ, କିନ୍ତୁ ଯାହାକୁ ଆମେ ମୁଖ୍ୟ ଅତିଥି କରିଛେ ସିଏ ତାଙ୍କୁ ସମ୍ମାନ କଲେ, ତାହେଲେ ସମସ୍ତଙ୍କର ଗୋଡ଼ କିଏ ହେଲେ? ମୁଖ୍ୟ ଅତିଥି ଯାହାକୁ ସମ୍ମାନ କଲେ, ଆମେ ଜାଣୁ ବା ନ ଜାଣୁ, ସିଏ ହେଉଛନ୍ତି ସବୁଠୁ ବଡ଼। ସେମିତି କୈକେୟୀ, ସୁମିତ୍ରା ଏବଂ କୌଶଲ୍ୟା ତିନି ରାଣୀଙ୍କ ଭିତରେ କିଏ ସେ ସବୁଠାରୁ ଶ୍ରେଷ୍ଠ ହେଲେ? ସୁମିତ୍ରା ଶ୍ରେଷ୍ଠ ହେଲେ। ସୁମିତ୍ରା କହିଲେ ମୁଁ କେମିତି ଶ୍ରେଷ୍ଠ ହେଲି? ନା ରାଜା ଦଶରଥ ଚରୁ ଦେଇ ସମ୍ମାନ କଲେ କାହାକୁ? କୌଶଲ୍ୟାକୁ। ଚରୁ ଦେଇ ସମ୍ମାନ କଲେ କୈକେୟୀକି, କିନ୍ତୁ ସୁମିତ୍ରାଙ୍କୁ ଦେଲେନି। କିନ୍ତୁ ଏ ଦି ଜଣ ଚରୁ ପାଇକି ସିନା ସମସ୍ତେ ଜାଣିଛନ୍ତି ଚରୁ କୌଶଲ୍ୟା କୈକେୟୀ ପାଇଲେ, କିନ୍ତୁ ତମେ ଦି ଜଣ ପାଇଲା ପରେ ସେ ଚରୁକୁ ଗ୍ରହଣ ନ କରି ମୋ ପାଇଁ ଯେଉଁ ଭାଗ ରଖିଥିଲ ବୋଲି ମୁଁ ତମ ଦି ଜଣଙ୍କ ଠାରୁ ବଡ଼ ହେଇଗଲି। ତମେ ସମ୍ମାନଟା ମତେ ଦେଇଦେଲ, ତମକୁ ସମ୍ମାନ ତମ ଲୋଡ଼ା ନାହିଁ, ତମ ସମ୍ମାନ ମତେ ଦେଇଦେଲ, ମୁଁ ହେଉଛି ସବୁଠାରୁ ଶ୍ରେଷ୍ଠ। ସେଥିପାଇଁ ସୁମିତ୍ରାଙ୍କର ଦି ପୁଅ ସର୍ବଶ୍ରେଷ୍ଠ ହେଇଗଲେ, ସେବାର ସର୍ବଶ୍ରେଷ୍ଠ। ଜଣେ ରାମଙ୍କ ସେବାରେ ଲାଗିଗଲେ, ଜଣେ ଭରତଙ୍କ ସେବାରେ ଲାଗିଗଲେ। ତ ସୁବିସର୍ଜନ ନେଲେ। ଆଉ ଜଣେ କବି କହିଲେ ନାଇଁ ନାଇଁ, ରାଜା ଦଶରଥ ସୁମିତ୍ରାକୁ ଚରୁ ଦେବା ପାଇଁ ହିଁ ରଖିନଥିଲେ। କାହିଁକି ନା ରାଜା ଦଶରଥ ଭାବିଲେ ସୁମିତ୍ରା ତ ପ୍ରଥମେ ଝିଅ ଜନ୍ମ କରିଛନ୍ତି, କାଳେ ଚରୁ ଖାଇଲେ ତାଙ୍କର ପୁଅ ଜନ୍ମ ହେଇକି ଝିଅ ଜନ୍ମ ହେଇଯିବେ କି, ତାଙ୍କୁ ଚରୁ ଦେବି ନାହିଁ। ତ ଝିଅ ଭୟରେ ରାଜା ଦଶରଥ ଚରୁ ଦେଇନାହାନ୍ତି, କେବଳ କୌଶଲ୍ୟା କୈକେୟୀକି ଦେଇଛନ୍ତି, ସୁମିତ୍ରାଙ୍କୁ ଦେଇନାହାନ୍ତି। ନାନାଙ୍କର ନାନାବିଧ ଭାବରେ ଏହିପରି ଚରୁ ବଣ୍ଟନ ସରିଲା। ମନ୍ଦିରରେ ରଜା ରାଣୀ ଚରୁ ବାଣ୍ଟି ରାଜା ରାଣୀ ସମସ୍ତେ ଆନନ୍ଦିତ ହେଲେ। ଏହି ସମୟରେ ଭଗବାନ ପ୍ରଭୁ ସବୁ ରାଣୀମାନଙ୍କୁ ଲାଗିଲା ଆମ ଗର୍ଭରେ ସନ୍ତାନ ଅଛନ୍ତି। ପ୍ରଶ୍ନ ଏଇଠି ଆସୁଛି, ଭଗବାନ ମାଆ ଗର୍ଭକୁ ଆସିକି ଅଖିଳ ବ୍ରହ୍ମାଣ୍ଡ ଯାହାର ଲୋମକଣା ଗୋଟେ କୋଟି କୋଟି ବ୍ରହ୍ମାଣ୍ଡ ଗଳି ଯାଉଛି, ମାଆର ଗର୍ଭକୁ ସିଏ ଆସିଲେ, ତାହେଲେ କ'ଣ ଅଛି? ଜଣେ କହିଲେ ଭଗବାନଙ୍କୁ କିଏ ଦେଖିପାରିବ? ଭଗବାନଙ୍କୁ କିଏ କେବେ ଦେଖିପାରେ ନାହିଁ। ଭଗବାନ କେବଳ ଅନୁଭବ କରିବେ, ତାଙ୍କୁ ଭାବରେ ଜାଣିବେ ପ୍ରଭୁ ମୋ ପାଖରେ ଅଛନ୍ତି ବୋଲି। ସେମିତି କୌଶଲ୍ୟା କୈକେୟୀଙ୍କର ଯଦି ଗର୍ଭଧାରଣ ନ ହୋଇଥାନ୍ତା, କହିଲେ ଭଗବାନ ହେଉଛନ୍ତି ସର୍ବବ୍ୟାପକ, ସବୁ ଘଟରେ ଅଛନ୍ତି, କୋଉଠି ନାହାନ୍ତି ବୋଲି କହିବ ନାହିଁ। ପ୍ରଭୁ ଜନ୍ମ ହୋଇନାହାନ୍ତି, ପ୍ରକଟ ହୋଇଛନ୍ତି। କେମିତି ନା ଜଣେ ପୁଣି ତର୍କ କଲେ, କହିଲେ କୌଶଲ୍ୟା ଗର୍ଭରେ କ'ଣ ଥିଲା? କହିଲେ କୌଶଲ୍ୟା ଗର୍ଭରେ ପ୍ରଭୁ ଥିଲେ। କହିଲେ ପ୍ରଭୁ ଯଦି ଥିଲେ ସେ ଜନ୍ମ ନ ହୋଇକି ପ୍ରକଟ କେମିତି ହେଲେ? କହିଲେ ଆରେ ବାପା ତୁ ଜାଣିପାରୁନୁ କି, ଏବେ ବେଲୁନଟା ଫୁଲିଛି, ତା ଭିତରେ କ'ଣ ଅଛି? ପବନଟା ଅଛି ନା ନାହିଁ? କିଛି ଗୋଟେ ତା ଭିତରେ ଅଛି ବୋଲି ସେ ଫୁଲିଛି ନା ଫୁଲିନି? କିନ୍ତୁ ପବନଟାକୁ ତା ଭିତରେ ଅଛି ବୋଲି ତୁ କେମିତି ଜାଣୁଛୁ? ଉପରୁ ଫୁଲିଛି ବୋଲି ଜାଣୁଛୁ, କିନ୍ତୁ ତାକୁ ଫଟେଇକି ଖୋଜିବୁ ପବନଟା ଅଛି କି ପବନଟା ପାଇବୁ? ବେଲୁନଟାକୁ ଫଟେଇ ଦେଇକି ଆମେ ପବନଟା ଭିତରେ ଛିଡ଼ା କୁଆଡ଼େ ଗଲା ଧରଣିଆ ଧରଣୀ ତ ଧରିପାରିବା କି? ଧରିପାରିବା ନାହିଁ। ସେମିତି ଭଗବାନ
କେମିତି ଅଛନ୍ତି ବୋଲି ଭାବିଲେ ତର୍କ କରିବାକୁ ଗଲେ ପାଇବୁ ନାହିଁ। ତର୍କରେ ଭଗବାନ ମିଳନ୍ତି ନାହିଁ। ବିଶ୍ୱାସରେ ମିଳନ୍ତି ବୋଲି ତର୍କେ ବହୁ ଦୂର। ପ୍ରଭୁଙ୍କର କେବେ ଜନ୍ମ ହୁଅନ୍ତି ନାହିଁ। ଗୋଟିଏ ମା ଗର୍ଭକୁ ପ୍ରଭୁ ଯାଇଥିଲେ କେମିତି ନା ଉତ୍ତରା ଗର୍ଭକୁ ଯାଇଥିଲେ। ଜଗନ୍ନାଥ କାହାକୁ ନିମନ୍ତ୍ରଣ ଦେଉଛନ୍ତି ଦେଉଛନ୍ତି କି? ହେ ଭକ୍ତମାନେ ଆସିବ ମୋର ରଥଯାତ୍ରା କାର୍ଡ କାହା ପାଖକୁ ଆସିକି ରଥଯାତ୍ରା କାର୍ଡ କାହା ପାଖକୁ ଆସି ପହଞ୍ଚିଛି? କେବେ ପହଞ୍ଚିଛି? କିନ୍ତୁ ଯିଏ ଯାହାର ନୃତ୍ୟ କଳା ଦେଖିବା ପାଇଁ ସେଠି ଯାଇ ପହଞ୍ଚୁଛନ୍ତି ନା ନାହିଁ? ଯିଏ ଯାହା କଳା ଦେଖିବାକୁ ପହଞ୍ଚୁଛନ୍ତି। କିଏ ନାଚିବାକୁ ଯାଉଛି, କିଏ ଭଜନ କରିବାକୁ ଯାଉଛି, କିଏ ଦୀପ ଲଗେଇ ଭଗବାନଙ୍କୁ ଡାକିବାକୁ ଯାଉଛି, କିଏ ହୁଳଗୋଟିଏ ପକେଇବାକୁ ଯାଉଛି, କିଏ ନଡ଼ିଆଟିଏ ବାଡ଼େଇବାକୁ ଯାଉଛି। କାହାକୁ ଡକରା ନାହିଁ ଯେମିତି ଯାଉଛନ୍ତି ସେମିତି ଆଜି ରାମ ଜନ୍ମ ହେବ ବୋଲି କାହାକୁ ଡକରା ନାହିଁ। ସମସ୍ତ ସାଧୁସନ୍ଥମାନେ ଆସି ପହଞ୍ଚିଗଲାଣି। ସରଜୁକୁ ଅଯୋଧ୍ୟାବାସୀ ଯେତେବେଳେ ଯାଉଛନ୍ତି ଦେଖୁଛନ୍ତି ଆମ ନଗରକୁ କିଏ ଆସିକି ହରିବୋଲ ହୁଳହୁଳି ପକେଇକି ଯଜ୍ଞ କରୁଛନ୍ତି। ଆମେ କାହିଁ ଖାଲିଟାରେ ଯିବା? ଆମେ ବି ଟିକେ ହରିବୋଲ ହୁଳହୁଳି ପକେଇ ଦେଇ ଚାଲିଯିବା। ତ ସରଜୁ ନଦୀ ମଧୁମାସ ସମୟ, କୋଉ ମାସ? ଚୈତ୍ର ମାସ ସମୟ। ସରଜୁ ନଦୀର ପାଣି ତଳକୁ ଯିବ ନା ଉପରକୁ ଉଠିବ? ନଦୀ ବଢ଼ି କେତେବେଳେ ଆସେ? ଆଷାଢ଼ ଶ୍ରାବଣରେ ଆସେ। ଚୈତ୍ର ମାସରେ ନଦୀ ବଢ଼ି ଆସେ କି? ସରଜୁରେ ବଢ଼ି ପଳେଇ ଆସିଲା, ପାଣି ନଦୀ ବଢ଼ି ହେଇଗଲା, ଫୁଲ ପାଣି ଆସିକି ପହଞ୍ଚିଗଲା। ସମସ୍ତେ ପଚାରିଲେ ସେ ସରଜୁରେ ତୋର ଏ ସମୟରେ ନଦୀ ବଢ଼ି କେମିତି ଆସିଲା? ଏତେ ପାଣି ତୋର କୋଉଠୁ ଆସିଲା? କହିଲା ସମୁଦ୍ରକୁ ସବୁବେଳେ ମୁଁ ଯାଉଛି। ନଦୀର ଯାତ୍ରା କୁଆଡ଼ିକି? ସମୁଦ୍ରକୁ। କହିଲେ ସମୁଦ୍ର ଆଜି ନଦୀକି ଯାତ୍ରା କରୁଛି, ସେଥିପାଇଁ ସମୁଦ୍ର ପାଣିରେ ମୁଁ ଉଠି ପଡ଼ୁଛି, ଫୁଲି ପଡ଼ୁଛି। କାରଣ ଭଗବାନ ଆଜି ମୋ ଘରକୁ ଆସୁଛନ୍ତି, ମୋ ପାଣିରେ ମୁଁ ଫୁଲି ନାହିଁ। ସରଜୁ କହୁଛି ନଦୀର ଯାତ୍ରା ସଦା ସମୁଦ୍ରକୁ ସଖୀ, ଅନନ୍ତର ସମୁଦ୍ର ଯେ ମୋହରେ କେତେ ଆନନ୍ଦ ଲାଗିଛି କିଏ କହିପାରୁନାହାନ୍ତି। ରାଜା ଦଶରଥ ରାତିରେ ଶୋଇଥିଲେ, ସ୍ୱପ୍ନ ଦେଖିକି ଧାଇଁ ପଳେଇଛନ୍ତି। ଗୋଟେ ସ୍ୱପ୍ନ ଦେଖି ଦେଇଛନ୍ତି, ପାହାନ୍ତିଆ ପାହାନ୍ତିଆ ପର ବଶିଷ୍ଠଙ୍କ ପାଖକୁ ଧାଇଁ ପଳେଇଛନ୍ତି। କହିଲେ ହେ ଗୁରୁଦେବ, ମୁଁ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଲି। ନା କ'ଣ ଦେଖିଲ? କହିଲେ ହେ ଗୁରୁଦେବ ମୋର ଶୁଣ ମୋ ସ୍ୱପ୍ନର ଗୀର, ଏ ଆଖି ଯାହା ଦେଖେ ରାତି ପାହାନ୍ତାର, ଏ ଆଖି ଯାହା ଦେଖେ ରାତି ପାହାନ୍ତାର, ସର୍ବେ ଦେବତା ମିଳି, ସର୍ବେ ଦେବତା ମିଳି ଆସନ୍ତି ଭଳିକି ଭଳି, ଆସନ୍ତି ଭଳିକି ଭଳି। ନାଚ ଗୀତ ବାଜେ ଗାନ ପଡ଼େ ଉଛୁଳି, ନାଚ ଗୀତ ବାଜେ ଗାନ ପଡ଼େ ଉଛୁଳି। ବିପ୍ର ଗଣକୁ ମୋହି ଧେନୁ ଦାନ କରଇ, ଧେନୁ ଦାନ କରଇ। ପୂର୍ବ ଭାଗ୍ୟ ତୁମ୍ଭ ଜାଣ ଏହି ସମୟରେ, ଏହି ସମୟରେ ଜ୍ୟୋତି ଆସେ ଝଟକ, କୌଶଲ୍ୟା ହୃଦଏ ଦିଶି ଯାଏ କୁପିତ। ଏହା ବୃତ୍ତାନ୍ତ କଣ ଗୁରୁ ହେ କର ଥାଣ, ଗୁରୁ ହେ କର ଥାଣ। କିଛି ଜାଣେ ନାହିଁ ତୁହି ହୀନ ଜ୍ଞାନ, କିଛି ଜାଣେ ନାହିଁ ତୁହି ହୀନ ଜ୍ଞାନ। बोलिए कृष्णचंद्र भगवान की, बोलिए रघुनंदन सरकार की। तो श्रुति सज्जन मंडली, राजा दशरथ गुरु वशिष्ठଙ୍କ ପାଖକୁ ଗଲେ। କହିଲେ ଗୁରୁଦେବ, ସକାଳୁ ସକାଳୁ ପାହାନ୍ତିଆ ପରରେ ଗୋଟେ ସ୍ୱପ୍ନ ଦେଖିଲି। କହିଲେ କି ସ୍ୱପ୍ନ? ନା ସର୍ବେ ଦେବତା ମିଳି ଆସନ୍ତି ଭଳିକି ଭଳି। ସବୁ ଦେବତା ମାନେ ଯିଏ ଯାହା ଯାନବାହନ ଚଢ଼ିକିରି ଆସୁଛନ୍ତି। ଇନ୍ଦ୍ର ଆସୁଛନ୍ତି, ବରୁଣ, କୁବେର, ବ୍ରହ୍ମା, ଇଏ ସମସ୍ତେ ଯେ ଯାହା ଯାନବାହନ ଧରିକିରି ଆସୁଛନ୍ତି। ନା କ'ଣ କରୁଛନ୍ତି? ନା ସମସ୍ତେ ଆସୁଛନ୍ତି, ଖାଲି ବସୁନାହାନ୍ତି। ମୋ ଅଗଣାରେ ସମସ୍ତେ ନାଚୁଛନ୍ତି। ନାଚ ଗୀତ ବାଦ୍ୟ ଦାଣ୍ଡ ପଡ଼େ ଉଛୁଳି, ସମସ୍ତେ ମୋ ଅଗଣାରେ ଖାଲି ନାଚୁଛନ୍ତି।
କହିଲେ ଆଉ କ'ଣ ଦେଖିଲ? ନା ବ୍ରାହ୍ମଣମାନଙ୍କୁ ମୁଁ ଧେନୁ ଦାନ କରୁଛି, ବ୍ରାହ୍ମଣମାନଙ୍କୁ ବସ୍ତ୍ର ଦାନ କରୁଛି। କହିଲେ ବଡ଼ ଆନନ୍ଦର କଥା, ଭଲ କଥା ତ। କହିଲେ ଆଉ କ'ଣ ହେଉଛି? ନା ସେଇ ସମୟରେ ବ୍ରାହ୍ମଣମାନେ ବେଦ ପାଠ କରୁଛନ୍ତି, ସାଧୁସନ୍ଥମାନେ ମହାମନ୍ତ୍ର ଗାଉଛନ୍ତି। ଏହି ସମୟରେ ଗୋଟେ ନେଳିଆ ନେଳିଆ ଜ୍ୟୋତିଟିଏ କୌଶଲ୍ୟା କୂଳରେ ଖେଳିବାର ମୁଁ ଦେଖୁଛି, କିନ୍ତୁ ପିଲାର ମୁହଁ ଦେଖୁନି, ଗୋଟେ ନୀଳ ନୀଳ ଜ୍ୟୋତିଟିଏ। ଏହି ସମୟରେ ଏକ ଜ୍ୟୋତି ଆସେ ଝଟକ, କୌଶଲ୍ୟା କୋଳରେ ଖେଳିଯାଏ ତୁରିତ, କୌଶଲ୍ୟା କୋଳରେ ଖେଳି ଯାଉଛି। ବଶିଷ୍ଠ କହିଲେ ହେଇଟି ଗଙ୍ଗାରେ ସିନା କୌଶଲ୍ୟା ସ୍ନାନ କରୁଛି, କିନ୍ତୁ ଗଙ୍ଗା ସ୍ନାନର ଫଳ ତମକୁ ମିଳୁଛି, ତମ ଲୁଗାଟା ଓଦା ହେଉଛି। କୌଶଲ୍ୟା ସିନା ବ୍ରହ୍ମକୁ କୋଳରେ ଧରିଛି, କିନ୍ତୁ ବ୍ରହ୍ମର ଆନନ୍ଦଟା ତମେ ପାଉଛ, ବ୍ରହ୍ମାନନ୍ଦ। ଆଜି ତମେ ଯେଉଁ ବ୍ରହ୍ମାନନ୍ଦ ପାଉଛ, କୌଶଲ୍ୟା ସେ ବ୍ରହ୍ମକୁ କୋଳରେ ଧରିକି ସେ ଆନନ୍ଦ ପାଉନି। ତମେ ହିଁ ସ୍ୱପ୍ନ ଦେଖିଲ, ଦେବତାମାନେ ଆସିଛନ୍ତି, ଆଜି ନାଚୁଛନ୍ତି, ପ୍ରଭୁଙ୍କର ପ୍ରକଟ ସମୟ ଆସି ପହଞ୍ଚିଗଲା। ସମସ୍ତେ ସ୍ୱାଗତ କରିବାକୁ ବସି ପଡ଼। କହିଲେ ବିପ୍ରଧେନୁ ସୁର ସନ୍ଥହିତ, ବିପ୍ରଧେନୁ ସୁର ସନ୍ଥହିତ ଆଜି ପ୍ରଭୁଙ୍କର ପ୍ରକଟ ସମୟ ଆସି ପହଞ୍ଚି ଯାଉଛି। ସମସ୍ତେ ପୃଥିବୀ ମା ମଧ୍ୟ ବଡ଼ ଆନନ୍ଦ, କାହିଁକି ନା ପୃଥିବୀ ମା କାନ୍ଦି କାନ୍ଦି ଯାଇଥିଲେ କାହାକୁ? ଭଗବାନ ବିଷ୍ଣୁଙ୍କୁ ଜଣାଇବା ପାଇଁ। ଭଗବାନଙ୍କ ପ୍ରକଟ ପୂର୍ବରୁ କିଏ କିଏ? ରାବଣ ବି ଜନ୍ମ ହେଇଗଲାଣି ଆଗରୁ। ସବୁ ଭିଲିଆନ ମାନେ ଆସି ଆପଣମାନେ ଦେଖିଥିବେ, ପାଲା ଯୋଉଠି ହେଉଛି ଆପଣମାନେ ଦେଖିଥିବେ, ପାଲାର ଗାୟକ ସବୁଦିନ ପଛ ଆସିବେ, ଆଉ ସମସ୍ତେ ତାଙ୍କ ଆଗକୁ ଆସିବେ ନା ନାହିଁ? ଯେ ଯାହାର ଭଲ କରିବା କଥା ସବୁ ପହଞ୍ଚି ଯିବେ। ସେମିତି ଯେତେବେଳେ ପୃଥିବୀ ମା କାନ୍ଦି କାନ୍ଦି ଯାଇଥିଲେ, କହୁଣୁ କୂଳେ ଭାରି ହୋଇ ଧର